ओम नमः शिवाय मोर स्नेहर छात्र छात्री माने दीपुसर ज्ञान यूट्यूब चैनल को स्वागत करुछि। आज पिला माने मो प्लस टू सेकेंड आर्ट्स कॉमर्स साइंस पिला मानक पई एमआईएल बा मातृभाषा ओडिया रा गोटे सुंदर वीडियो प्रस्तुत करिछि। आज पिला माने मो बोर्ड एग्जाम पई आज एमआईएल रो गोटे वीडियो मु पोस्ट करिवि। पिला मन देखो फेब्रुआरी 18 ଏବଂ 20 ତାରିଖରେ ଏମଆଇଏଲ୍ ଏକ୍ଜାମ୍ ଅଛି। ତେଣୁ ଏ ଏମଆଇଏଲ୍ ଏକ୍ଜାମ୍କୁ ଆଖି ଆଗ ରଖି ମୁଁ ଆଜି 80 ମାର୍କର ଗୋଟେ ସୁନ୍ଦର ଭିଡ଼ିଓ ଉପସ୍ଥାପନ କରୁଛି। ଦେଖ 80 ମାର୍କ ଆଉ ଭିଡ଼ିଓ ଯେଉଁ ମୁଁ ଆଜି ଡିସ୍କସନ୍ କରିବି ତାର ସମୟ ଡ୍ୟୁରେସନ୍ ପରୀକ୍ଷାରେ 3 ଘଣ୍ଟା ରହିଛି। ଦେଖ ପିଲାମାନେ ଏଇ ଭିଡ଼ିଓରେ ତମେ ସମ୍ପୂର୍ଣ୍ଣ ସିଲାବସ୍ ଜାଣିପାରିବ, ତା ସହିତ ପଦ୍ୟ ଗଦ୍ୟ ଗଳ୍ପ ଏବଂ ଗ୍ରାମାର ପାର୍ଟରୁ କେଉଁ ବିଷୟରୁ କେତେ ମାର୍କ ଆସୁଛି ତା ସଠିକ୍ ଭାବେ ମୁଁ ତୁମମାନଙ୍କ ସହିତ ଆଲୋଚନା କରିବି ଏବଂ ଫାଇନାଲ ପରୀକ୍ଷା ପାଇଁ ଆଜି ବଛା ବଛା କ୍ୱେଶ୍ଚନ୍ ଆଲୋଚନା କରିବି, ଯାହାକି ଫାଇନାଲ ପରୀକ୍ଷାରେ ନିଶ୍ଚିତ ଆସିବାର ସମ୍ଭାବନା ଅଛି। 1 ନମ୍ବର କ୍ୱେଶ୍ଚନ୍ କହିଛି କେଉଁମାନଙ୍କର ପାଳିତ କଳାପୀର କେଶରେ ବନଭୂମି ପୂର୍ଣ୍ଣ ହେବ ବୋଲି ଲେଖକ କହିଛନ୍ତି। ଏଟା ଏମସିକ୍ୟୁ କ୍ୱେଶ୍ଚନ୍ ପିଲାମାନେ। ଅପସନ୍ କହିଛି ଭଞ୍ଜନ ରୂପ, ନବତରୁଣୀ, ନବଯୁବକ, ମଦଳାସା। ଉତ୍ତର ହେଉଛି ଭଞ୍ଜନ ରୂପ। ଦ୍ୱିତୀୟ କ୍ୱେଶ୍ଚନ୍ କହିଛି କାହାର କୋଳାହଳ ପାଇଁ ନୀଳାଞ୍ଚଳ ନାଥଙ୍କ କାନରେ ଭକ୍ତର କାତର ଡାକ ପଡେ ନାହିଁ। ପିଲାମାନେ ଦେଖ ଏଇ କ୍ୱେଶ୍ଚନ୍ ଟି ପୁଷ୍ପପୁର ବର୍ଷା ବର୍ଣ୍ଣରେ ଆସିଛି। ଅପସନ୍ କହିଛି ପ୍ରଭଞ୍ଜନ, ସିନ୍ଧୁ, ଜନତା। ଉତ୍ତର ହେଉଛି ପିଲାମାନେ ସିନ୍ଧୁ। ଦେଖୁଛି ପିଲାମାନେ ଉତ୍ତର କହିଦଉଛି ସିନ୍ଧୁ ନଦୀର କୋଳାହଳ ପାଇଁ ନୀଳାଞ୍ଚଳ ନାଥଙ୍କ କାନରେ ଭକ୍ତର କାତର ଡାକ ପଡେ ନାହିଁ। ପିଲାମାନେ ଦେଖ ଯୋଉ ପ୍ରବନ୍ଧର ଏମସିକ୍ୟୁ କ୍ୱେଶ୍ଚନ୍ ଗୁଡିକ ଆସିଛି ସାଧାରଣତଃ ଆମର 3ଟି ଚାପ୍ଟର ପରୀକ୍ଷାରେ ପଡିବ। ଗୋଟେ ହେଲା ପୁଷ୍ପପୁରରେ ବର୍ଷା ଆବରଣ, 3 ତୁଣ୍ଡରେ, ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା। ଏଇ 3ଟି ବିଷୟରୁ ଏମସିକ୍ୟୁ କ୍ୱେଶ୍ଚନ୍ ଆସିବ। ନମ୍ବର ସି କେତେ ବର୍ଷ ନ ପୁରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇ ମହାରାଜ ପାଣକୁ କହିଛନ୍ତି। ପିଲାମାନେ ଏଟା 3 ତୁଣ୍ଡରେ ଆସିଛି। 3 ତୁଣ୍ଡରେ ପ୍ରାବନ୍ଧିକ ଭୁବନେଶ୍ୱର କୁମାର ବର୍ଣ୍ଣନା କରିଛନ୍ତି ଯେ ତମର କେତେ ବର୍ଷ ନ ପୁରିଲେ, ଏଟା ହେଉଛି 60 ବର୍ଷ, ଯେ 60 ବର୍ଷ ନ ପୁରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇ ମହାରାଜ କାହାକୁ କହିଛନ୍ତି ନା ପାଣକୁ କହିଛନ୍ତି। ନେକ୍ସଟ କ୍ୱେଶ୍ଚନ୍ ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ। ବିଶେଷଜ୍ଞ, ଡାକ୍ତର, ମାଷ୍ଟର ନା ବ୍ୟବସାୟୀ। ଉତ୍ତର ହେଉଛି ଯେ ଭାରତରେ ବିଶେଷଜ୍ଞ ମାନଙ୍କର ବିଶେଷ ମୂଲ୍ୟ ନାହିଁ। ଲାଷ୍ଟ କ୍ୱେଶ୍ଚନ୍ ପିଲାମାନେ କ୍ୱେଶ୍ଚନ୍ ଟି ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାରୁ ଆସିଛି। ଦ୍ୱିତୀୟ କ୍ୱେଶ୍ଚନ୍ କେଉଁ ମହାଦେଶରେ ନିରକ୍ଷରତା ସବୁଠୁ ବଡ ମହା ସମସ୍ୟା। ଏଟା ପିଲାମାନେ ଦେଖ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାରୁ ଆସିଛି। ସାଧାରଣତଃ ଏସିଆ ମହାଦେଶରେ ନିରକ୍ଷରତା ସବୁଠୁ ବଡ ସମସ୍ୟା। ଉତ୍ତର ଏସିଆ। ଦେଖ ପିଲାମାନେ ଏସିଆ ମହାଦେଶର ଅଛି। ବର୍ତ୍ତମାନ ଆମେ 2 ମାର୍କିଆ କ୍ୱେଶ୍ଚନ୍ ପିଲାମାନେ ଆଲୋଚନା କରିବା। ସରି 1 ମାର୍କିଆ କ୍ୱେଶ୍ଚନ୍ ଗୋଟିଏ ଧାଡିରେ ଲେଖିବା। ସେ କହିଲା କିଏ ଛେଳିଟିକୁ ଆଦରରେ ଛାତି ପାଖରେ ଜାବୁଡି ଧରିଥିଲେ। ଯେ କିଏ ଛେଳିଟିକୁ ଆଦରରେ ଛାତି ପାଖରେ ଜାବୁଡି ଧରିଥିଲେ। ଉତ୍ତର ହେଉଛି ଅଗାଧୁ। ଯେତେବେଳେ ଗୋସାଇ ମହାରାଜ ଛେଳିଟିକୁ କୁକୁର ଭାବି ଛାଡି ଦେଇଥିଲେ ସେତେବେଳେ ଅଗାଧୁ ଯିଏକି ଛେଳିଟିକୁ ଆଦରରେ ଛାତି ପାଖରେ ଜାବୁଡି ଧରିଥିଲା। ନେକ୍ସଟ କ୍ୱେଶ୍ଚନ୍ କିଏ ବଂଶ ବୃଦ୍ଧି କରି ଚାଲିଛି। ଉତ୍ତର ହେଉଛି କିଏ ବଂଶ ବୃଦ୍ଧି କରି ଚାଲିଛି। ମନେ ରଖିଥାଅ ବଂଶ ବନ ବଂଶ ବୃଦ୍ଧି କରି ଚାଲିଛି। ନେକ୍ସଟ କ୍ୱେଶ୍ଚନ୍ ଯୋଜନା ଯେତେବେଳେ ଅର୍ଥ ବିଭାଗଙ୍କ ପାଖକୁ ବିଚାରକୁ ଆସିଥାଏ, ଯୋଜନା ଯେତେବେଳେ ଅର୍ଥ ବିଭାଗଙ୍କ ବିଚାରକୁ ଆସିଥାଏ ସେତେବେଳେ ପ୍ରଥମ ଆଘାତ କାହା ଉପରେ ପଡେ। ପିଲାମାନେ ଦେଖ ଏଇଟା ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାରୁ ଆସିଅଛି। ଏଠାରେ କୁହାଯାଏ ପ୍ରାବନ୍ଧିକ କହିଛନ୍ତି ଯେତେବେଳେ ଯୋଜନା ଯେତେବେଳେ ଅର୍ଥ ବିଭାଗଙ୍କ ବିଚାରକୁ ଆସିଥାଏ ସେତେବେଳେ ପ୍ରଥମ ଆଘାତ କାହା ଉପରେ ପଡେ ନା ଶିକ୍ଷା ଉପରେ ପଡେ। ଏବେ ପିଲାମାନେ ଆମେ 3 ନମ୍ବରକୁ ଯିବା ଯୋଉଟା 2 ମାର୍କିଆ କ୍ୱେଶ୍ଚନ୍ ଅଛି। ଆମକୁ 2ଟା କରିବା ପାଇଁ ପଡିବ। ପ୍ରଥମେ ପ୍ରବନ୍ଧର 1 ମାର୍କିଆ 5ଟା ପଡିବ 5 ମାର୍କ, ପୁଣି 1 ମାର୍କିଆ 3ଟା ପଡିବ ଗୋଟିଏ ବାକ୍ୟରେ ଉତ୍ତର ଦିଅ 3 ମାର୍କ 8 ମାର୍କ। ଏବେ ପୁଣି 2 ମାର୍କିଆ 2ଟା ପଡିବ 4 ମାର୍କ। ପିଲାମାନେ ମନେ ରଖିଥାଅ ପ୍ରାବନ୍ଧିକଙ୍କ ନାଁ ଆଉ ବିଷୟଟି ଲେଖିଲେ 1 ମାର୍କ
आ उत्तर गोटे धाड़ी लिखले 1 मार्क पिला माने देखो मो क्वेश्चन पैटर्न सहित तुमको डिस्कशन करि चलीछि मोर प्रयास किपरि तमे अधिक रु अधिक नंबर एमबाइल रखिबो क्वेश्चन कहिछि कोन कले शिक्षा और योजना मध्य समन्वय आसीबो आमे प्रबंध प्रथमे पिला माने लिखिबा जे स्वाद प्रबंध बा स्वाधीन देशर शिक्षा चिंता प्रबंधर प्राबंधिक गोलक बिहारी दल या उल्लेख करिसेंती कोन कहिसेंती ना योजना को जेतिकी आग्रह रे करिवा को हेबो शिक्षा को ताठारु अनेक गुण रे अधिक आग्रह रे कले शिक्षा और योजना भितरे समन्वय रही परिबो देखो तो सिंपल टर्म रे देखो जदि हमें गोटे कृषक को योजना विषय रे कहिबा से बुझी परिबोनी जदि कृषकटी शिक्षित होइतिबो ज्ञानी होइतिबो ताहले जदि हमें योजना विषय कहले बुझी परिबो तेणु प्रथमे हमको शिक्षा को प्रसार करिया पई पड़िबो शिक्षार जदि प्रसार होबो ताले योजनार निश्चय फलप्रद रहबो सेति में प्राबंधिक कहिसंती जे शिक्षा और योजना मध्य केतबळे समन्वय आसीबो ना जेतबळे हमें योजना को अधिक आग्रह रे करिबा केबो ताठारु अधिक आग्रह रे हमें शिक्षा को जदि प्रसार करिबा ताले शिक्षा और योजना मध्य समन्वय रहबो नेक्स्ट क्वेश्चन अगाधु भक्तिपूर्ण प्रमाणटीए करी अवधान को कौन कहला पिला मन देखो तीनी तुंडरे प्रबंधर प्राबंधिक भुवनेश्वर बेहरा या उल्लेख करिसंती द्वितीय क्वेश्चन पिला माने 2 मार्किया कहिछि अगाधु भक्तिपूर्ण प्रमाणटीए करी अवधान को कौन कहला देखो पिला माने एई प्रबंधटी तीनी तुंडरु आसीछि तीनी तुंडरे प्राबंधिक भुवनेश्वर बेहरा वर्णना करिसंती अगाधु भक्तिपूर्ण प्रणामटीए ब्राह्मण को कला आ आशीर्वाद ग्रहण करू करू साप उपरे गोड़ पड़िला परी चमकटी कहिला अवधाने आपण ए जातीय कुकुरटा को कोउठु पाइले मन होतिबो प्रथम आसला पाणो तापर हला राधु तापर हला अगाधु अगाधु भक्तिपूर्ण भाव रे प्रणाम टी करी जजमान को ब्राह्मण को कहिला अरे अवधाने आपण ए जातीय कुकुरटी कोउठि पाइले किए तो भूल छेली बोली भूल करी बसिबो भल भुकुची ना एतिकी तो खाली कहिची आ ब्राह्मण जनक छेलीटी को छाड़ी दी पळेइतले नेक्स्ट क्वेश्चन नीलांचल रे कोन सब शत शताब्दी धरी पुंजीभूत रहिछि मनोक्ता पिला माने एई प्रश्नटी पुष्पपुर रे वर्षावरण रु आसीछि एटारे प्राबंधिक कृष्णचंद्र पाणिग्राही वर्णना करिसंती जगन्नाथ श्री जगन्नाथ ही उत्कलर इतिहास शांति मुक्ति मैत्री भक्ति और भीति सबु एकाधार रे एही ठारे ही शत शताब्दी धरी पुंजीभूत होई आसीछि आउतर पिला मन को देखो शांति मुक्ति मैत्री भक्ति और भीति सबु एकाधार रे एही ठारे ही शत शताब्दी धरी पुंजीभूत होई आसीछि एबे पिला माने आमे जिबा 3 मार्किया क्वेश्चन गोटिए करिया पई पड़िबो 60 रु 80 शब्द मध्य रे प्रबंध प्रथमे आमे प्रबंधर नाम एवं प्राबंधिक ना लिखले 1 मार्क एवं तापरे 2-3 धाड़ी लिखले 2 मार्क टोटल 3 मार्क देखो एबे पिला माने आलोचना करिबा प्रबंध रु आसला केते मार्क 5 1 मार्किया 5 टा 1 मार्किया 3 टा 8 मार्क 2 मार्किया 2 टा 4 मार्क 8 4 12 3 मार्किया गोटे 12 3 15 आ गोटे लॉन्ग क्वेश्चन ने 5 मार्क 20 मार्क प्रबंध रु आसीबो प्रथम क्वेश्चन कहिछि गंजाम और जयपुर वासी नारी माने बारीबाह को किपरि स्वागत करिथिले जे गंजाम और जयपुर वासी रो नारी माने बारीबाह को किपरि स्वागत करिथिले पिला मन देखो ई प्रश्नटी पुष्पपुर रे वर्षावरण रु आसीछि एटारे प्राबंधिक कृष्णचंद्र पाणिग्राही वर्णना करिसंती जे गंजाम और जयपुर वासी साधारणतः दक्षिणाप्रथ प्रहरी अटंती गंजाम और जयपुर वासी नारी माने कुंतल रे कुरुबक नयन रे अंजन कपल रे कजल घेनी मंजू भाषिणी सुहासिनी हारमयी नारी माने तैलंगी भंगी रे बारी भाव को स्वागत करिवे
नेक्स्ट क्वेश्चन पाणुर चेहरा किपरि थिला जे प्रश्नटी पिला माने तिनी तुंडरे प्रबंधरु आसी अछि एठरे प्राबंधिक वर्णना करिसंती प्राबंधिक भुवनेश्वर बेहेरा वर्णना करिसंती जे पाणुर चेहरा थिला कोला मचमच देह जे पाणु देखिबाकू त्रिपुंड कोला थिला कोहरा निश मेहगानी काठरे कुंदिला परी हाथ आ फुलुका रोटी बोली फुली जाइतुआ छाती लाठीटी हाथरे धरी पाणु जेतबेले रास्ता उपरକୁ उठी आसिला ब्राह्मण गोसेई पाणକୁ देखि टिके घाबुरी जाइथिले। नेक्स्ट क्वेश्चन एबे पिला मन देखो प्रबंध विभाग हम आलोचना करतले 20 मार्क रे आसीबो एबे आमे जिबा कविता प्रथमे देखो मु कहि दो देखो छुआ कविता रो हमरो चारोटी विषय रे पडिबो उडला बड़पण तार कवि होचंती राधानाथ राय द्वितीय विषयटी होची तपस्विनी पत्र तार कवि होचंती स्वाव कवि गंगाधर मेहर तृतीय विषय पिला मन अछि बंदीर विरह व्यथा कवि होचंती कवि गोबंधु दास एवं लास्ट क्वेश्चन अछि वार्ता सचितानंद राउतराय हमर गुटी विषय दला पिंगळा जाके इंटरनल ले पड़ी अछि देखो प्रथम हमें एमसीक्यू जिवा पांचटी पडिबो प्रथम क्वेश्चन को जी राज राजेश्वर किए पिला मन देखो राज राजेश्वर एटा तपस्विनी पत्र आसी राजेश राजेश्वर कहले रामचंद्र बुझाए द्वितीय क्वेश्चन किए धन को जगी बसिता उत्तर जी जक्ष एटा बड़पण रु पिला मन आस जे जक्ष धन को जगी बसिता नेक्स्ट कवि मनुष्य पुत्र को किपरि प्रतिशोध नियो बोली कहिचंती एटा वार्ता कवितार आस कवि मनुष्य पुत्र को स्वयं परी प्रतिशोध नवा पई कहिचंती नेक्स्ट घ प्रणय पीयूष रे कोन मिसिछ एटा पिला माने बंदीर विरह व्यथार आसी प्रणय पीयूष रे विष मिसिछ विरहर मिष लास्ट क्वेश्चन किए अश्रुसिक्त गंड करिथिले ना उत्तर होची अलेक्जेंडर मनक तो पिला माने अलेक्जेंडर समुद्र कूल रे पहुंची बहुत कांदितिले काहे की ना जीनी वाकु आउ धराखंड नथिबारु समुद्र कूल रे पहुंची अलेक्जेंडर कांदी पकेइतिले नेक्स्ट क्वेश्चन एक मारिका तीनटा पडियो क्वेश्चन देछि काळ किपरि पिला मन तो काळ होची भारी क्रूर ओ बड़ अविश्वासी द्वितीय क्वेश्चन तरुलता गण कोन सुनी अथय हुअंती मनोक्ता तरुलता गणडा तपस्विनी पत्र आसी तरुलता गण लवकुशଙ୍କ रामायण गान सुनी अथय हुअंती लास्ट क्वेश्चन पिला माने कहिछि ओचिरे फेरीबी ध्वनि नोहई कातर ओचिरे फेरीबी ध्वनि नोहई कातर किए काहा को कहिछि बहुत इंपोर्टेंट क्वेश्चन परीक्षा रे सब बेला से जे ओचिरे फेरीबी ध्वनि नोहई कातर एटा बंदीर विरह व्यथा कवितार आसीछि एटारे सूर्य पृथ्वी कानरे कहिछि जे मु शीघ्र फेरी आसीबी तुम व्यतिव्यस्त हो नाही मन दुख कर नाही मु निश्चय फेरी आसीबी नेक्स्ट पिला माने 8 नंबर को जिबा 2 मार्किया दीटा पडिबो 4 मार्क प्रथमे कविता ना एवं कवि ना लिखिले 1 मार्क एवं ता विषय उत्तर लिखिले 1 मार्क प्रथम क्वेश्चन कहिछि जे धर्मर पथ किए ओ काहे की गढिचंती जे धर्मर पथ किए काहे की गढिचंती पिला मन देखो एटा प्रश्न बा एही प्रश्नटी बड़पण कवितार आसीछि कवि राधानाथ नाय वर्णना करिसंती जे धर्मर पथ को ईश्वर गढिचंती काहे की गढिचंती ना संसार रूपक बड़पण को पारी करिवा पई बा संसार रूपक बारिधि को पारी करिवा पई धर्मर पथ गढा जाइछि नेक्स्ट क्वेश्चन जे जाउछंती शिशु भय दय महर्षि सहित जाउछंती शिशु दय महर्षि सहित एई प्रश्नटी बाई कविताटी तपस्विनी रो पत्र रो आसीछि एठारे कवि स्वभाव कवि गंगाधर मेहर वर्णना करिसंती जे सीतांकर दुई पुत्र लव कुश जे वाल्मीकि को सहित जाउछंती तेनु केउट जाउछंती ना अयोध्या को जाउछंती
ଆଉ ଥରେ ବୁଝି ଦେଖ ମହର୍ଷି ବାଲ୍ମୀକିଙ୍କ ସହ ଲବକୁଶ ରାମଚନ୍ଦ୍ରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଅଶ୍ୱମେଧ ଯଜ୍ଞକୁ ଯାଇଛନ୍ତି। ନେକ୍ସଟ କ୍ୱେଶ୍ଚନ ଲାଷ୍ଟ କ୍ୱେଶ୍ଚନ ଛୁଆ ମାନେ କହି ଦେଖ ଆଉ ଥରେ ପିଲାମାନଙ୍କୁ ମୁଁ କହିଦଉ ଦେଖ ଯେ କବିତାଟି ମନେ ତ ଆମର 4ଟି କବିତା ରହିଛି। ଗୋଟେ ହେଲା ତପଶୀଲ ପତ୍ର, ବଡ ପଣ, ବାର୍ତ୍ତା, ପିଙ୍ଗଳାର ଅଭିସାର। ଏଇ 4ଟି କବିତାରୁ ଆମକୁ ସାଧାରଣତଃ କ୍ୱେଶ୍ଚନ ଗୁଡିକ ସବୁ ଆସିବ 2 ମାର୍କିଆ କ୍ୱେଶ୍ଚନ। ତେଣୁ ବର୍ତ୍ତମାନ ମୁଁ କ୍ୱେଶ୍ଚନ ଆଲୋଚନା କରିବି। ଆଜିର ମଣିଷ ଶୋଷଣ ଓ ପୀଡନର କାରଣ କିପରି ଜାଣିବ ବୋଲି କବି କହିଛନ୍ତି। ପିଲାମାନେ ମନେ ରଖିଥାଅ, ଏ ଯୋଉ ନମ୍ବର କ୍ୱେଶ୍ଚନ କହିଛି, এই କ୍ୱେଶ୍ଚନଟି ବା এই କବିତାଟି ବାର୍ତ୍ତା କବିତାରୁ ଆସିଛି। ମନେ ତ ପିଲାମାନେ କୋଉ କବିତାରୁ ଆସିଛି ନା ବାର୍ତ୍ତା କବିତାରୁ ଆସିଛି। ମନେ ରଖିଥାଉ ପିଲାମାନେ, ବାର୍ତ୍ତା କବିତାର କବି ହଉଛନ୍ତି ସଚିଦାନନ୍ଦ ରାଉତରାୟ। ସେ ବର୍ଣ୍ଣନା କରିଛନ୍ତି ଯେ ଆଜିର ମଣିଷ ଦଗ୍ଧ ଭସ୍ମ ହେଲେ, କୀଟ ସମ ନିଷ୍ପେଷିତ ହୋଇ ଶୋଷଣ ହେଲେ ପୀଡନର କାରଣ ଜାଣିପାରି ବୋଲି କବି କହିଛନ୍ତି। ତାର କହିଛନ୍ତି ଅର୍ଥ ହଉଛି ଯେ ଆଜିର ମଣିଷ ଦଗ୍ଧ ଭସ୍ମ ହେଲେ ସେମାନେ ଶୋଷଣ ବା ପୀଡନର କାରଣ ଜାଣିପାରିବେ। 9 ନମ୍ବର କ୍ୱେଶ୍ଚନ 3 ମାର୍କିଆ କ୍ୱେଶ୍ଚନ ପିଲାମାନେ ଆଲୋଚନା କରିବା। 2ଟା ଦେଇଥିବ, ତା ଭିତରୁ ଆମକୁ ଗୋଟିଏ ପରୀକ୍ଷାରେ କରିବା ପାଇଁ ପଡିବ। ପ୍ରଥମ କ୍ୱେଶ୍ଚନ ହଉଛି ଜୟ ହେଉ ପୀଡନର କହିବାର ତାତ୍ପର୍ଯ୍ୟ କଣ? ପିଲାମାନେ ଦେଖ ମୁଁ ଆଜି ବି କହିଲି এই କ୍ୱେଶ୍ଚନ ନ ଆସିଥିବ ମତେ କହିବ, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଯେ ଜୟ ହେଉ ପୀଡନର, ତାର ଅର୍ଥ ହଉଛି ଯେ এই ଯୋଉ ପ୍ରଶ୍ନଟି ପିଲାମାନେ ବାର୍ତ୍ତା କବିତାରୁ ଆସିଛି। ବାର୍ତ୍ତା କବିତାର କବି ସଚିଦାନନ୍ଦ ରାଉତରାୟ ବର୍ଣ୍ଣନା କରିଛନ୍ତି ଯେ ପୀଡନର ଜୟ ହେଉ, କାରଣ ପୀଡନର ମାତ୍ରା ଅତ୍ୟଧିକ ହେଲେ ଅତ୍ୟାଚାରିତ ମାନବ ତାର କାରଣ ଅନୁସନ୍ଧାନ କରିବ ଏବଂ ତାର ଉଚ୍ଛେଦ ପାଇଁ ପ୍ରୟାସ କରିବ। ଏଥିରୁ ସେ ଶ୍ରେଣୀ ଚେତନା ବିଷୟରେ ସଚେତନ ହେବ ଏବଂ ପୀଡନକୁ ନିର୍ମୂଳ ବିନାଶ କରିବ। ସେଥିପାଇଁ କବି ପୀଡନର ଜୟ ହେଉ ବୋଲି କହିଛନ୍ତି। ଲାଷ୍ଟ 3 ମାର୍କିଆ କ୍ୱେଶ୍ଚନ କହିଛି ଆଲେକଜାଣ୍ଡାରଙ୍କ ଶେଷ ଇଚ୍ଛା କଣ ଥିଲା? ପିଲାମାନେ ଦେଖ ବହୁତ ଭଲ କ୍ୱେଶ୍ଚନ ପରୀକ୍ଷାରେ ସବୁବେଳେ ଆସେ ଯେ ଆଲେକଜାଣ୍ଡାର ଯେତେବେଳେ ଧରାପୃଷ୍ଠକୁ ଗଲେ ସେ ତାଙ୍କର ଏଇ ପ୍ରଶ୍ନଟି ପିଲାମାନଙ୍କ ତ ବଡ ପଣରୁ ଆସିଛି। ଏଠାରେ କବି ରାଧାନାଥ ରାୟ ବର୍ଣ୍ଣନା କରିଛନ୍ତି ଯେ ଆଲେକଜାଣ୍ଡାର ସମଗ୍ର ପୃଥିବୀକୁ ଜୟ କରିଥିଲେ ଏବଂ ଶେଷରେ ସେ ସମୁଦ୍ର କୂଳରେ ବୁଝି କାନ୍ଦି ପକେଇଥିଲେ। କାହିଁକି ନା ଜୟ କରିବାକୁ ଜାଗା ନଥିଲା ଏବଂ ସେ ତାଙ୍କର ପରିଜନ ମାନଙ୍କୁ କହିଥିଲେ ଯେତେବେଳେ ମୋର ଶୋଭାଯାତ୍ରା ହବ, ଯେତେବେଳେ ମରିଯିବି, ମୋର ଶୋଭାଯାତ୍ରା ଯେତେବେଳେ ହବ ମୋ ହାତ ଦୁଇଟିକୁ ବାହାରକୁ ମେଲେଇ ଦବ, ତାହେଲେ ସମଗ୍ର ଜନତା ଧରାପୃଷ୍ଠରେ ଦେଖିବେ ଯୋଉ ଆଲେକଜାଣ୍ଡାର ସମଗ୍ର ପୃଥିବୀକୁ ଜୟ କରିଥିଲା ଏବଂ ଯାହା ପାଖରେ ଅତ୍ୟନ୍ତ ଐଶ୍ୱର୍ଯ୍ୟ ଧନ ରତ୍ନ ଅମାଣିକ ଥିଲା, କିନ୍ତୁ ଯେତେବେଳେ ମୃତ୍ୟୁବରଣ କଲା ଆଲେକଜାଣ୍ଡାର ଖାଲି ହାତରେ ଗଲେ, କିଛି ନେଇ ଯାଇନାହାନ୍ତି। ଏଇଟା ଥିଲା ତାଙ୍କର ଶେଷ ଇଚ୍ଛା। ପିଲାମାନେ ଦେଖ ମୁଁ ଚେଷ୍ଟା କରୁଛି ତମମାନଙ୍କୁ କ୍ୱେଶ୍ଚନକୁ ଭଲିକି ବୁଝିବା ପାଇଁ, ଯାହା ଦ୍ୱାରା କି ତମେ ପରୀକ୍ଷାରେ କିପରି ଅଧିକ ନମ୍ବର ରଖିବ। ନେକ୍ସଟ କ୍ୱେଶ୍ଚନ ଲଙ୍ଗ କ୍ୱେଶ୍ଚନ କୁ ଯିବା। ଦେଖ ଲଙ୍ଗ କ୍ୱେଶ୍ଚନ ପିଲାମାନେ ଦେଖ ତପସ୍ୱିନୀ ପତ୍ର କବିତାରେ ସୀତାଙ୍କ ନାରୀ ମନସ୍ତତ୍ୱ କିପରି ପ୍ରତିଫଳିତ ଆଲୋଚନା କର। କି ବଛ ମୁଁ ସିଲେକ୍ସନ ତୁମକୁ ଦେଖ ତପସ୍ୱିନୀ ପତ୍ର କାବ୍ୟର ସାରମର୍ମ ଆଲୋଚନା କର। ଏଇଟା ହଉଛି ଆମର କୋଉ ବିଷୟରୁ ଆସିଛି ନା ତପସ୍ୱିନୀର ପତ୍ର ଆସିଛି। କବି କିଏ ନା ଗଙ୍ଗାଧର ମେହର। ଦ୍ୱିତୀୟ କ୍ୱେଶ୍ଚନ ଆସିବ ବନ୍ଦୀର ବିରହ ବ୍ୟଥା। ଯେ ପଠିତ କବିତା ଅନୁସରଣରେ କବି ଗୋପବନ୍ଧୁଙ୍କ ପ୍ରକୃତ ପ୍ରୀତି ଓ ସ୍ୱଦେଶୀ ପ୍ରୀତିର ପରିଚୟ ଦିଅ ବା ବନ୍ଦୀର ବିରହ ବଥା କବିତାର ସାରମର୍ମ ଆଲୋଚନା କର। ଏଇଟା ପରୀକ୍ଷାରେ 2ଟାରୁ ଗୋଟେ ନିଶ୍ଚୟ ପରୀକ୍ଷାରେ ଆସିବ ପିଲାମାନେ। ଏବେ ପିଲାମାନେ ଆମେ ଗ୍ରୁପ ସି କୁ ଯିବା। ତାହେଲେ ଏବେ ଆଲୋଚନା କଲେ ଯେ ପ୍ରବନ୍ଧର ଲଙ୍ଗ କ୍ୱେଶ୍ଚନ ଆସିବ ପୁଷ୍ପପୁରରେ ବର୍ଷା ବର୍ଣ୍ଣର ଉତ୍କଳର ଚରିତ୍ର ଚିତ୍ରଣ କର। ଦ୍ୱିତୀୟଟା ହେଲା ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତନ ଆସିବ ଏବଂ ଗୀତ ମଧ୍ୟ ଆଲୋଚନା କଲେ କ୍ୱେଶ୍ଚନ ଆସିବ ତପସ୍ୱିନୀର ପତ୍ର ଆଉ ବନ୍ଦୀର ବିରହ ବ୍ୟଥା। ଏବେ ଆମେ ଗଳ୍ପକୁ ଆଲୋଚନା କରିବା। ଗଳ୍ପର ପ୍ରଥମେ ପିଲାମାନେ MCQ କ୍ୱେଶ୍ଚନ ଅଛି 5ଟି। ପ୍ରଥମ କ୍ୱେଶ୍ଚନ କହିଛି ଅଶୋକଙ୍କ ଶୈଶବ
କେଉଁଠି କଟିଥିଲା? ଅଶୋକ। এই ପ୍ରଶ୍ନଟି ରୂପ ନାରାୟଣ ସାହା ଗଳ୍ପରୁ ଆସିଛି। ଏଠାରେ ବର୍ଣ୍ଣନା କରାଯାଇଛି ଅଶୋକଙ୍କ ଶୈଶବ ଜୀବନ ବନାରସରେ କଟିଥିଲା। ଦ୍ୱିତୀୟ କ୍ୱେଶ୍ଚନ, ଗଙ୍ଗା ଲାଭ ବୋଇଲେ କଣ ବୁଝ? ଗଙ୍ଗା କାର୍ଡ ଦିଆଯାଏ। ଗଙ୍ଗା ଲାଭ କହିଲେ ମୃତ୍ୟୁକୁ ବୁଝାଏ। ତୃତୀୟ କ୍ୱେଶ୍ଚନ, ଧର୍ମଘଟ ବେଳେ ମାଷ୍ଟରଜୀଙ୍କ ଦରମା କେତେ ଥିଲା? এই ପିଲାମାନେ এই କ୍ୱେଶ୍ଚନଟି ରୂପ ନାରାୟଣ ସାହାରୁ ଆସିଛି। ଧର୍ମଘଟ ବେଳେ ମାଷ୍ଟର ଦରମା 13 ଟଙ୍କା ଥିଲା। ପରୀକ୍ଷା ସଫଳ ବୋଲି କିଏ କହିଥିଲା? ଯେ ପରୀକ୍ଷାଟି ସଫଳ ବୋଲି କିଏ କହିଲା? ସଂକଟ ନା ବିକଟ? ମାନେ ତ ଦୁଇଟି ହଂସ ଥିଲେ ଯୋଉମାନେ କି କମ୍ବଗ୍ରୀବକୁ ଉଡେଇକି ନେଇଥିଲେ। ଯେ ସଂକଟ ଆଉ ବିକଟ ଦୁଇ ଜଣ ଯାଇଥିଲେ, କିନ୍ତୁ ପରୀକ୍ଷା ସଫଳ ବୋଲି ବିକଟ କହିଥିଲା। କେଉଁ ବିପ୍ଳବ ପରେ ଭାରତର ଜାତୀୟ ଆନ୍ଦୋଳନରେ ନୂତନ ସ୍ପନ୍ଦନ ଦେଖା ଦେଇଥିଲା? ଅପସନ ଚୌରୀ ଚୌରା, ଜାଲିଆନାବାଗ, କାନପୁର, ପାଟନା। ଉତ୍ତର ହେଉଛି ଚୌରୀ ଚୌରା। ଯେ ଚୌରୀ ଚୌରା ବିପ୍ଳବ ପରେ ଭାରତର ଜାତୀୟ ଆନ୍ଦୋଳନ ନୂତନ ସ୍ପନ୍ଦନ ଦେଖା ଦେଇଥିଲା। ନେକ୍ସଟ କ୍ୱେଶ୍ଚନ ଛୁଆ 1 ମାର୍କିଆ ଦେଇଛି ଯେ କେଉଁ ପତାକା ଏଠି ଉଡ଼ି ପାରିବ ନାହିଁ ବୋଲି ବିଜୁ ଜେଜେଙ୍କୁ କହିଥିଲା? ଏଇଟା ପିଲାମାନେ ପତାକା ଉତ୍ତୋଳନ ଗଳ୍ପରୁ ଆସିଛି। ଏଠାରେ ବିଜୁ ଜେଜେଙ୍କୁ କହିଥିଲା ଯେ ୟୁନିୟନ ଜାକ୍ ପତାକା ଏଠି ଉଡ଼ି ପାରିବ ନାହିଁ ବୋଲି କହିଥିଲା। ଆଉ ଥରେ ପିଲାମାନେ କ୍ୱେଶ୍ଚନକୁ ଦେଖ, କେଉଁ ପତାକା ଏଠି ଉଡ଼ି ପାରିବ ନାହିଁ ବୋଲି ବିଜୁ ଜେଜେଙ୍କୁ କହିଥିଲା? ଏଠି ଉତ୍ତର ହେଉଛି ୟୁନିୟନ ଜାକ୍। ନେକ୍ସଟ କ୍ୱେଶ୍ଚନ, ରାମନଗରର ଜଲି ଟ୍ରିପଟାକୁ କିପରି କିଣିବାକୁ ହେଲା ବୋଲି କୁହାଯାଇଛି? ପିଲାମାନେ ଦେଖ, ରାମନଗରର ଜଲି ଟ୍ରିପଟାକୁ ଯୁଦ୍ଧ ସମୟର କଳା ବଜାର ପଇସାରେ କିଣିବାକୁ ହେଲା ବୋଲି କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ, ବହୁ ସାଆନ୍ତାଣୀଙ୍କୁ ସମସ୍ତେ କେଉଁ ନାମରେ ଡାକିବାକୁ ଜମିଦାର ଚାହୁଁଥିଲେ? ଯେ ବହୁ ସାଆନ୍ତାଣୀକୁ କେଉଁ ନାଁରେ ଡାକିବାକୁ? ଏଟା ସଭ୍ୟ ଜମିଦାର ଗଳ୍ପରୁ ଆସିଛି। ଗାଳ୍ପିକ ଫକୀରମୋହନ ସେନାପତି ବର୍ଣ୍ଣନା କରିଛନ୍ତି ଯେ ବହୁ ସାଆନ୍ତାଣୀକୁ ମିସେସ ମହାପାତ୍ର ବୋଲି ଡାକିବାକୁ ଜମିଦାର ଚାହୁଁଥିଲେ। ନେକ୍ସଟ କ୍ୱେଶ୍ଚନ, 2 ମାର୍କିଆ କ୍ୱେଶ୍ଚନ ପିଲାମାନେ ଦେଖ। ପ୍ରଥମେ ଆମେ ଗଳ୍ପଟି ନାଁ ଲେଖିବା ଏବଂ ଗାଳ୍ପିକଙ୍କ ନାଁ ଲେଖିଲେ 1 ମାର୍କ ଏବଂ ତା ବିଷୟରେ ଲେଖିଲେ 1 ମାର୍କ। କ୍ୱେଶ୍ଚନ କହିଛି, ମାଷ୍ଟରଜୀ ସମଗ୍ର ସଭାରେ ଅଶୋକଙ୍କ ପ୍ରଥମ ଥର ପାଇଁ କଣ ଅନୁଭବ କଲେ? ପିଲାମାନେ ଦେଖ, এই ପ୍ରଶ୍ନଟି ରୂପନାରାୟଣ ସାହା ଗଳ୍ପରୁ ଆସିଛି। ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି ଯେ ମାଷ୍ଟରଜୀ 5 ଟଙ୍କା ବିନିମୟରେ ଅଶୋକଙ୍କ ଟ୍ୟୁସନ ମାଷ୍ଟର ଥିଲେ ଏବଂ ସେ ଜଣେ ନିର୍ଭୀକ ଲୋକ ଥିଲେ। ଅଶୋକଙ୍କୁ ସାହାଯ୍ୟ କରିବାକୁ ଯାଇ ମାଷ୍ଟରଜୀ ସାରା ପରିବାରକୁ ସମାଲୋଚନା କରିଥିଲେ। ଅଶୋକ ସେଥିରେ ଆଶ୍ଚର୍ଯ୍ୟ ହେଇଗଲେ ଯେ ମାଷ୍ଟରଜୀ ଭିତରେ ସେ ଗୋଟେ ବିଚାରକ ବା ଆଦେଶ ଦେବାର ଭାବ ରହିଛି, ତାହା ତାଙ୍କର ସମଗ୍ର ସତ୍ତାର ଅଶୋକ ଅନୁଭବ କରିଥିଲେ ପ୍ରଥମ ଥର ପାଇଁ। ଦ୍ୱିତୀୟ କ୍ୱେଶ୍ଚନ, ସୋମନାଥଙ୍କ ହାତରୁ ପିସ୍ତଲ ଉଠେଇଲେ କାହିଁକି? ସୋମନାଥ ହାତରୁ ପିସ୍ତଲ ଉଠେଇଲେ କାହିଁକି? ପିଲାମାନେ ଦେଖ, ଏଇଟା ହେଉଛି ପତାକା ଉତ୍ତୋଳନ ଗଳ୍ପରୁ ଆସିଛି। ଗାଳ୍ପିକ ଫକୀରମୋହନ ସେନାପତି ଗାଳ୍ପିକ ସୁରେନ୍ଦ୍ର ମହାନ୍ତି ବର୍ଣ୍ଣନା କରିଛନ୍ତି। ଥାନା ଓ କଚେରୀ ଆଗରେ ବିରାଟ ଜନତା ବନ୍ଦେ ମାତରମ୍ ଧ୍ୱନି ଦେଇଥିଲେ। ଲାଠିଚାର୍ଜ ହେଲା ପରେ ସେମାନେ ହଟି ନଥିଲେ, ତେଣୁ ସମଗ୍ର ଜନତାଙ୍କ ମଧ୍ୟରେ ଅରୁଣ ଲାଠିଚାର୍ଜର ପ୍ରତିଶବ୍ଦ ଜଣାଇଥିଲେ। ଫଳରେ ଜନତା ଭୀଷଣ ଭୟଙ୍କର ଉଠିଥିଲେ ଏବଂ ସେମାନଙ୍କୁ ଭୟଭୀତ କରିବା ପାଇଁ ସୋମନାଥ ବାବୁ ପିସ୍ତଲଟି ଉଠାଇଥିଲେ। ନେକ୍ସଟ କ୍ୱେଶ୍ଚନ, ବାବୁ ରାଜୀବ କେଉଁ ବିଷୟରେ ପକ୍କା ହୋଇଗଲେଣି ବୋଲି କୁହାଯାଇଛି? ପିଲାମାନେ ଦେଖ, ଏଇ ଗଳ୍ପଟି ପାଇଁ ପ୍ରଶ୍ନଟି ଗଳ୍ପ ସଭ୍ୟ ଜମିଦାରରୁ ଆସିଛି। ବ୍ୟାସକବି ଫକୀରମୋହନ ସେନାପତି ବର୍ଣ୍ଣନା କରିଛନ୍ତି ଯେ 4-5 ବର୍ଷ ଭିତରେ ଇଂରେଜୀ ପଢ଼ା ନ ହେଉ ପଛକେ ବାବୁ ରାଜୀବ ଲୋଚନ ସଭା ସମିତିରେ ଉପସ୍ଥିତି, ଥିଏଟର ଆଉ ସୁସଂସ୍ଥାନ କୁସଂସ୍ଥାନ ଭ୍ରମଣ ବିଷୟରେ ପକ୍କା ହୋଇଗଲେଣି ବୋଲି କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ, 3 ମାର୍କିଆ କ୍ୱେଶ୍ଚନ ଆଲୋଚନା କରିବା। ମନୋକ୍ତ ପିଲାମାନେ 3 ମାର୍କିଆ କ୍ୱେଶ୍ଚନ ଗୋଟିଏ ପଡ଼ିବ, କିନ୍ତୁ ଏଟାର 5 ମାର୍କିଆ କ୍ୱେଶ୍ଚନ ନାହିଁ।
मनोक्ताओ प्रबंध आउ कवितारे 5 मार्किया क्वेश्चन अछि किंतु गल्परे 5 मार्किया क्वेश्चन नाही। प्रथम क्वेश्चन मिसेस महापात्र बबुर्ची खाना रे पहुंचीबा परे पदी कोन कला। मनोक्ता पिला माने एही गल्पटी फकीरमोहन सेनापति सभ्य जमीदार आसीची। एठारे गल्पिक वर्णना करिसंती जे मिसेस महापात्र बबुर्ची खाना रे पहुंचीबा परे जतार ठक ठक शब्द सुनी पदी मुह बंकाई पछकु चाहिला एवं हठात भारी पाटिटे करी कहिला, आलो मा मो बापालो जता माड़ी हांडीशाल रे पशिला जे हांडीशाल मारू कला कही चुली लिपा कनाडी फोपाड़ी देई एक मुआई चलीथिला। से वासराउ देखा देई नथिला। नेक्स्ट क्वेश्चन, ब्रिटिश सरकार प्रदत्त सनद रे कोन लेखा थिला। पिला मन देखो एही गल्पटी पताका उत्तोलन गल्परु आसीची। गाल्पिक सुरेंद्र महाती वर्णना करिसंती 1923 मसिया रे खोद ब्रिटिश सम्राट राय बहादुर को एक दरबार रे सनंद पत्रटी प्रदान करथिले। सेही सनंद पत्र रे लेखा थिला, ब्रिटिश सिंहासन प्रति आपणकर निष्ठा एवं अनुरक्ति महामहिम संतान को मुग्ध करिछि। ब्रिटिश सिंहासन प्रति अतुलनीय अनुरक्ति पाई आपण निजर पुत्र को मध्य गुली करी हत्या करिछि। देखो पिला माने एबे 15 नंबर देखो गोटे पंक्ति देइछि, मु पंक्तिटा स्क्रॉल करछि। देखो से पंक्तिटा को आगे पढिबो पिला माने, ता तळकू 5टी उत्तर देइछि, क्वेश्चन देइछि, ताकू हमें देखि उत्तर करिबा। तनो पंक्ति को पढिबा, एटा गुरु शिष्य कविताटी देइछि, ताकू पढि के हमें उत्तरटी करिबा। तनो मनोक्ता पिला माने आगे प्रथमे पंक्ति को भली की पढिबो, क्वेश्चन को पढिबो, तापर उत्तर करिबो। 16 नंबर क्वेश्चन छुआ कहिछि सर्जनात्मक रूढ़ी तमे रूढ़ी करि पारो किंबा गोटे अनुच्छेदटे देइछि, बड़ अनुच्छेदटी देइछि, ताकू पढ़ी तमे 1/3 करि परिबो, 3 भाग रु भागे करि परिबो। प्रथमे देइछि एटा 4 मार्क रो पिला माने परीक्षा रे आसीबो। सर्जनात्मक रूढ़ी अंध देश को गली दर्पण बिकी ओदिल अंति लेंबू चिपुड़ीले पिता झिमिटी खेलरू महाभारत। देखो पिला माने रूढ़ी लेखिला हमको गोटे पेज लेखिया पई पड़िबो, पाखापाखि 70-80 शब्द आमे ताकू करिबा। काहेकि हमको आराम से देइछि छ पैसेज देइछि, गोटे बड़ पैसेज देइछि, बड़ पैसेज देइछि, ताकू आमे 3 भाग रु भाग करे 1/3 करिबा। तनो पैसेज रे आमे भलो भाबरे पढी की तार मेन पॉइंट को आमे लक्ष्य करी ताकू शॉर्ट करी लिखि दबा। 17 नंबर छुआ कहिछि जे पत्र लिखन देइछि, पत्र देइछि जे तुम महाविद्यालय रे स्वाधीनता दिवस किपरि पालन करा गला ता विषय वर्णना करी सान भौणी निकट को पत्र लिखिबो। किंबा तुम ग्राम रे साक्षरता केंद्र प्रतिष्ठा पई विभागीय कर्तृपक्ष को निकट दरखास्त लिखिबो। देखो दरखास्त गोटे आसीबो, पत्र लिखन गोटे आसीबो, 5 मार्क। एबे पिला माने में 1 मार्किया क्वेश्चन ग्रामर जो रहिछि 11टी हम आलोचना करिबा। प्रथम क्वेश्चन पिला माने से देइछि जे निम्नलिखित मध्यरु तुलनात्मक रूढ़ी कोटा अछि। बण बिछुआती एटा तुलनात्मक रूढ़ी नुहे, आखि रखिबा नुहे, कपाळ फाटिबा नुहे, किंतु जक परि लागिबा एटा होछि तुलनात्मक रूढ़ी। नेक्स्ट, एक प्रयोजनीय अर्थ रे पद गुडी को वाक्य रे व्यवहृत करा गले ताओ कोन कोन। जदि एक प्रयोजनीय अर्थ रे आमे जदि पद गुडी को गोटे वाक्य रे व्यवहृत करिबा ताओ कोन कोन रूढ़ी को आ जाय। केउटी कष्टसाध्य अर्थ प्रकाश होता रूढ़ी बा केउ रूढ़ीर अर्थ कष्टसाध्य ना काठिकर पाठ। जे काठिकर पाठर अर्थ होची कोन ना कष्टसाध्य। सम्यक भाषण जदि आमे एक पद रे प्रकाश करिबा संभाषण, सम्यक भाषण जदि एक पद रे प्रकाश करिबा संभाषण। अतिशय भाव रे दीप्त होउतिबा, जे अतिशय भाव रे दीप्त होउतिबा एक पद जदि हम प्रकाश करिबा तार रब देदीपमान। नेक्स्ट क्वेश्चन, श्रम शब्द सम दंतेश म तार अर्थ होजी समान।
কিন্তু ତାଲବେଶ ମ ହେଲେ ଶାନ୍ତି। 6ଟା ହଉଛି ଶାନ୍ତି। ନେକ୍ସଟ ଆବିର୍ଭାବର ବିପରୀତ ତିରୋଭାବ। ଆବିର୍ଭାବର ବିପରୀତ ହଉଛି ତିରୋଭାବ। ଆରୋହଣର ବିପରୀତ ଅବରୋହ। ନିୟ ନମ୍ବର ସର୍ବାଙ୍ଗୀନ 4ଟି ବନାନ ଦେଇଛି। ଆମର ଦ୍ୱିତୀୟ ଉତ୍ତରଟି ଠିକ ଅଛି। ଦନ୍ତେଶ ବରେରେ ପାକାର ଅଙ୍ଗଙ୍ଗ ଦୀର୍ଘ ଦନ୍ତେନ। ଲାଷ୍ଟ କ୍ୱେଶ୍ଚନ ଶୁଦ୍ଧ ଶବ୍ଦଟି ବାଛ। ଅନୁଦିତ ଅନୁ ଦର୍ଶିତ ଲାଷ୍ଟ। ଦେଖ ପିଲାମାନେ ଆଜି ମୁଁ ଏଇ ଗୋଟିଏ ଭିଡ଼ିଓରେ ତୁମକୁ ଆଜି ବଛା ବଛା 1 ମାରିକିଆ 2 ମାରିକିଆ 3 ମାରିକିଆ 5 ମାରିକିଆ ଏବଂ ଏମଆଇଏଲ ସମସ୍ତ କ୍ୱେଶ୍ଚନ ପ୍ୟାଟର୍ନ ଆଲୋଚନା କଲି। 80 ମାର୍କର କ୍ୱେଶ୍ଚନ ଆଜି ଆଲୋଚନା କଲି। ନିଶ୍ଚୟ ପିଲାମାନେ ଭିଡ଼ିଓଟି ଦେଖିବ, ନିଶ୍ଚୟ ଭଲ ଲାଗିବ। ଆମ ଚ୍ୟାନେଲ ସହିତ ଜଡ଼ିତ ହୋଇ ରହିବ। ମୁଁ ଆହୁରି ସୁନ୍ଦର ସୁନ୍ଦର ଭିଡ଼ିଓ ଏମଆଇଏଲରେ ମୁଁ ପୋଷ୍ଟ କରିବି, ଯାହାକି ପରୀକ୍ଷାରେ ତୁମେ କିପରି ଅଧିକ ନମ୍ବର ରଖିବ ସେଇଟା ମୁଁ ପ୍ରୟାସ ଜାରି ରଖିବି। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍ କରିବ, କମେଣ୍ଟ କରିବ ଏବଂ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ କରିବ।